श्रोता बंधु समस्त को मु कुलमणि पंडा स्वागत करुछि। बंधुगण आज मासर ओ सप्ताहर शेष आसीबो नुआ बरस सरीगला जानुआरी 31 तारीख शनिवार सप्ताहर शेष दिन 31 तारीख जानुआरी मासर शेष तारीख। आज आम 31 तारीख शनिवार को नहीं दैनिक राशिफल कथा कहिबा। आज सूर्योदय सूर्यास्त और अशुभ समय मध्य टिके आलोकपात करिबा जे सूर्योदय 6:23 परे सूर्य उदय हेबे 6:23 परे सूर्य अस्त जीवे 5:35 परे संध्या 5:35 परे सूर्य अस्त जीवे। अशुभ समय दिन 10:36 रु 12:01 10:36 रु 12:01 ये गला पंजिका पठन हेले। आज घातवार बिछा धनु और मीन राशि बिछा धनु और मीन राशि घातवार घात चंद्र कन्या राशि पुरुषंकर बिछा राशि महिलांकर। घात चंद्र कन्या राशि पुरुषंकर बिछा राशि महिलांकर। प्रिय बंधु आज एक फेंटा फेंटी दिन मिशामिशी दिन किछि आंबिल किछि मधुर किछि स्वाद किछि तिक्त यही एक वातावरण सृष्टि हेबो सबु राशि मानक पाई। मेष राशि प्रथम राशि राशिर अधिपति हेले मंगल बार हेला शनि शनि मंगल मध्य अहि नकुल संपर्क तथापि ये राशिर लोके आज किछि शुभ आउ किछि अशुभ। एकतीस तारीख शनिवार शुभाशुभ दिन राति 8टारू अशुभ समय आरंभ हेबो। राति 8टा पर्यंत शुभ पुणी द्विजा नक्षत्र टिके अशुभ। राति 1:30 परे राति 1:30 परे द्विजा नक्षत्रर अशुभ समय आरंभ हेबो। राति कथा सावधान देह खराब हेबो। राति 8टारू अशुभ समय आसीबो असुस्थता व्यस्त विव्रत करिवो। राति कथा सावधान। राति 1:30 रु द्विजा नक्षत्रधारी जनता अधिक असुस्थ हेबे। मात्र से जाए राति 8टा जाए मेष राशिर सबु दिगरु सबु प्रकार शुभ हेबो। समस्त प्रकार लाभ हेबो। बहुत भलरे दिन जीव द्रव्य लाभ हेबो। आय बनलाखी हेबो। हर्ष उल्लास रे दिन कटिजीव। दिन रे सुख शांति बजाय रहिबो। किंतु राति 8टा परठारू ये सबू सुख पुष्प मौली जीव। राति कथा ना दिन रे टिके गरम आरंभ हो गलानी राति रे शीत टिके टिके अछि। देह असुस्थ हबो। द्विजा नक्षत्रधारी जनता सावधान। वृष कथा अपोजिट माने एई वृष राशि लोके दिन रे दुख राति रे सुख पाइबे। कौन हला 31 तारीख शनिवार ए दिनटी राति अधिक शुभप्रद हेबो। राति 8टा परठारू
ଦିନର ସମସ୍ତ ସ୍ୱପ୍ନ ସଫଳ ହେବ। 8ଟା ପରେ ଭାଗ୍ୟର ବି ରାତି 8ଟା ପରେ ଭାଗ୍ୟର ବି ଉଦୟ ହେବେ। ସିଏ ସବୁ ପ୍ରକାର ମନୋବାଞ୍ଛା ପୂରଣ କରିବେ। ରାତି 8ଟାରୁ କ୍ରମଶଃ ଆୟ ବଢ଼ିବା ସହ ପାରିବାରିକ ଶୃଙ୍ଖଳା ଓ ଶାନ୍ତି ବଢ଼ିଯିବ। ଦିନରେ ଆୟର ପରିମାଣକୁ ନେଇ ମନ ଅବୁଝା ହେବ। ଦିନରେ ଆୟ ନ ହେବ ତା ନୁହେଁ, ହେବ, ହେଲେ ମନ ବୁଝିବନି। ଦରକାର ପୁରା 10 ଟଙ୍କା, 3 ଟଙ୍କା 8 ହେଲେ କେମିତି ମନ ବୁଝିବ? ଆୟ ଟିକେ ମାନ୍ଦା ହେବ, ମନ ଅବୁଝା ହେବ। କିଛି ଅଘଟଣ ପାଇଁ ମନ ଆକୁଳ ବ୍ୟାକୁଳ ହେବ। ଦାମ୍ପତ୍ୟ କଳହ ଓ ବନ୍ଧୁ ତିକ୍ତତା ବଢ଼ିଯାଇପାରେ। ଦେହ ସୁସ୍ଥ ରହିବ, ମାତ୍ର ମନ ଅସୁସ୍ଥ ହେବ। ଏ ଗଲା ଦିନ ରାତିର ଖବର ବୃଷ ରାଶି ପାଇଁ। ମିଥୁନ କଥା। 31 ତାରିଖ ଶନିବାର ମିଥୁନ ରାଶି ପାଇଁ ଶୁଭ ମିଶ୍ରିତ ଅଶୁଭ ଦିନ। ମାନେ ରାତି 8ଟା ଯାଏ କୌଣସି ଅଭିଯୋଗ ନାହିଁ। ମିଥୁନ ରାଶି ପାଇଁ ରାତି 8ଟା ଯାଏ କୌଣସି ଅଭିଯୋଗ ନାହିଁ। ସମସ୍ତ ବ୍ୟକ୍ତି ମିଥୁନ ରାଶିର ସମସ୍ତ ବ୍ୟକ୍ତି ଆଜି ସେମାନଙ୍କ ମନ ଲାଖି ସବୁ କାମ କରିପାରିବେ। କାମ କରିବା ପାଇଁ ନିଷ୍ଠା, ଆଗ୍ରହ, ଶ୍ରଦ୍ଧା, ତା ଛଡ଼ା ବୁଦ୍ଧି ବିବେକର ଆବଶ୍ୟକତା ଅଛି ନାହିଁ କି? ତେଣୁ ଅଭିଯୋଗ ନାହିଁ, କେବଳ ସୁଯୋଗ ଅଛି। ରାତି 8ଟାରୁ ଦୁର୍ଯୋଗ ଆସିବ ଆଉ ଅସ୍ଥିର କରିବ। କଜିଆ ହେଲା ଭଳି ପରିସ୍ଥିତି ସୃଷ୍ଟି ହେବ। ମାତ୍ର ରାତ୍ର ଭୋଜନ ଓ ଶୟନରେ ବାଧା ସୃଷ୍ଟି ହେବ। ରାତି 8ଟା ଯାଏ ଆୟରେ, କର୍ମରେ, ଧର୍ମରେ, ବନ୍ଧୁରେ, ସବୁ କାର୍ଯ୍ୟରେ ଅନୁକୂଳ ପରିବେଶ ସୃଷ୍ଟି ହେବ। 8ଟା ପର୍ଯ୍ୟନ୍ତ ସବୁ ଭଲ, 8ଟା ପରେ ସବୁ ଅଶୁଭ। ଏଣୁ ବୁଝି ବିଚାରି ନିଜ ବିଦ୍ୟା ବୁଦ୍ଧିର ସୁବିନିଯୋଗ କରି ଧୈର୍ଯ୍ୟ ଧରି ସବୁ କାମ କରିପାରିଲେ ଦୁଃଖ ବି ସୁଖ ଭଳି ଲାଗିବ ନା। ଏବେ କର୍କଟ ରାଶି କଥା। 31 ତାରିଖ ଶନିବାର କର୍କଟ ରାଶି ପାଇଁ ରାତି 8ଟା ପରେ ଶୁଭ କାଳ। ସେ ଯାଏ ଯାବତୀୟ ଅଶୁଭ। ରାତି 8ଟା ପରେ ଶୁଭ କାଳ। ତା ପର୍ଯ୍ୟନ୍ତ ସେ ପର୍ଯ୍ୟନ୍ତ ଯାବତୀୟ ଅଶୁଭ କାର୍ଯ୍ୟ ହେବ। ଯାହାଫଳରେ ମନ ଆଉ କର୍ମ ଉଭୟରେ ମେଳ ରହିବନି। ବନ୍ଧୁଙ୍କ ସହିତ ଆଗେ ମତାନ୍ତର, ତାପରେ ମନାନ୍ତର। ପାରିବାରିକ ବିଘଟନ ଆଉ ସଂଘଟନ ନାହିଁ। ଭାଇ କଥା ଭାଇକି ଭଲ ଲାଗିବନି, ବାପାଙ୍କ କଥା ପୁଅକୁ ରୁଚିବନି, ପୁଅ କଥା ଶୁଣି ବାପା ବିରକ୍ତ ହେବେ। ଶାନ୍ତି ବ୍ୟାହତ ହେବ। ଯାବତୀୟ ଶାରୀରିକ ଯନ୍ତ୍ରଣା ବ୍ୟଥା ଦେବ। ବିଭିନ୍ନ ପ୍ରକାର ରୋଗ ହେବ। କିଛି ରୋଗ ନାହିଁ, ଯଦି କଣ୍ଟାଟା ଗୋଡ଼ରେ ଫୁଟିଗଲା, ହାତରେ କେଉଁଠି ଜାଗାରେ ଆଘାତ ହେଇଗଲା, ଆଙ୍ଗୁଠି ବଢ଼ି ହେଇଗଲା, ସେ କ'ଣ ରୋଗ ଭଳି ପୀଡ଼ା ଦେବନି କି? ହଁ। ତେଣୁ ବହୁ ବ୍ୟୟ ହେବ। ଦାମ୍ପତ୍ୟ କଳହ, ପାରିବାରିକ ଅଶାନ୍ତି ବ୍ୟସ୍ତ ବିବ୍ରତ କରିବ। କିନ୍ତୁ ରାତି 8ଟା ପରେ ଏସବୁ ବାଧା ବିଘ୍ନରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ରାତି 8ଟା ପରେ ସମସ୍ତ ପ୍ରକାର ସୁଖ କ୍ରମଶଃ ଯେମିତି ଧାଡ଼ିରେ ଅଛନ୍ତି କି ତାପରେ 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 ଆସିବେ। ଦିନର ସବୁ ଦୁଃଖ ଭୁଲି ହେଇଯିବ। ତେଣୁ ପାନ, ଭୋଜନ, ପଠନ, ଶୟନରେ ଶାନ୍ତି ଆସିବ। ରାତିରେ ବି ସୂର୍ଯ୍ୟ ଉଇଁବ, ମାନେ ଭାଗ୍ୟର ବି ଧନାଗମ ହେବ। ତେଣୁ କର୍କଟ ରାଶିର ବନ୍ଧୁଗଣ,
ଦିନର ଦୁଃଖକୁ ଭୁଲିବା ପାଇଁ ବି ଚେଷ୍ଟା କରିବେ। ସିଂହ ରାଶି କଥା 31 ତାରିଖ ଶନିବାର ସିଂହ ରାଶି ପାଇଁ ରାତି 8ଟାରୁ ଯାବତୀୟ ସମସ୍ୟା ଆସି ଅନର୍ଥ ସୃଷ୍ଟି କରିବ। 8ଟା ପାଇଁ ବଢ଼ିଆ, 8ଟା ଯାଏ, ରାତି 8ଟା ଯାଏ ସମସ୍ୟା କିଛି ନାହିଁ। ବ୍ୟୟ ବଢ଼ିଯିବ, ଦେହ ଖରାପ ହେବ। ଯେଣୁ ରାତି 8ଟା ପରେ ପୂର୍ବ ଫାଲ୍ଗୁନର ଅଶୁଭ ଆସିବ, ଏଣୁ ରାତି କଥା ସାବଧାନ। ଦିନ ସାରା ସୁଖରେ ସୁଖରେ ଯିବ, ଦିନ ସାରା। ରାତି 8ଟା ଯାଏ କୌଣସି ଝାମେଲା ନାହିଁ। ଆଜି ସିଂହ ରାଶିର ଘାତବାର, ଭୟ ଆୟ ଅମଳ ଦିନ। ସୁସ୍ଥ ବୃତ୍ତିଧାରୀ ଭଲ ରୋଜଗାର କରି ଖୁସି ହେବେ। ଦିନରେ ପାରିବାରିକ ଆନନ୍ଦ ଆଉ ଶାରୀରିକ ସମସ୍ୟା ଆଦୌ ନାହିଁ। ସିଂହ ରାଶି ପାଇଁ ସମସ୍ୟା କିଛି ନାହିଁ ଦିନ ସାରା। ଯିଏ ଯେଉଁ ବୃତ୍ତି କରି ବଞ୍ଚୁଛନ୍ତି ସେମାନଙ୍କର ସେ ବୃତ୍ତିର ଅଧିକରୁ ଅଧିକ ଉନ୍ନତି ହେବ। ସେମାନେ ସେମାନଙ୍କ ଜୀବନକୁ ସାଫଲ୍ୟମଣ୍ଡିତ କରିବେ ଦିନ ସାରା। କିନ୍ତୁ ରାତି 8ଟା ପରଠାରୁ ସେ ସ୍ୱପ୍ନ ଭାଙ୍ଗିଯିବ। ସବୁ ପ୍ରକାର ସମସ୍ୟା ମାଡ଼ି ଆସିବ, ଦେହ ଅସୁସ୍ଥ ହେବ। ପୂର୍ବ ଫାଲ୍ଗୁନୀ ସିଂହ ବ୍ୟକ୍ତି ସମୁଦାୟ ଟିକେ ଅସୁସ୍ଥ ହେବେ। ରାତି କଥା ସାବଧାନ। ରାତି 1:30ରୁ ପୂର୍ବ ଫାଲ୍ଗୁନ ନକ୍ଷତ୍ରର ଟିକେ ଅଧିକ ଅଶୁଭ ହେବ। ତାପରେ କନ୍ୟା କଥା ଆଲୋଚନା କରିବା। 31 ତାରିଖ ଶନିବାର କନ୍ୟା ରାଶିର ସମସ୍ତ ଜନତାଙ୍କ ପାଇଁ ଘାତବାର, ଆଉ କେବଳ ପୁରୁଷଙ୍କ ପାଇଁ ଘାତ ଚନ୍ଦ୍ର। ଘାତବାର, ଘାତ ଚନ୍ଦ୍ର ମାନେ ଘାତ ପ୍ରତିଘାତ ଦେଇ ଜୀବନକୁ ସଞ୍ଚାଳନ କରିବେ କନ୍ୟା ରାଶି ସମୁଦାୟ। ଟିକେ ବାଡ଼େଇ ହେଇଯିବ, କିନ୍ତୁ ଦିନଟା ଖରାପ ନୁହଁ। ଏଇଠି କିଛି ଗ୍ରହ ଚାହିଁବେ, କମ୍ ଗ୍ରହ ଚାହିଁବେ କ୍ଷତି କରିବା ପାଇଁ, ବହୁତ ଗ୍ରହ ଚାହିଁବେ ଭଲ କରିବା ପାଇଁ। ତେଣୁ ଆଜି ଶୁଭ ଟିକେ ଅଧିକ ହେବ। ଏଇ ଘାତ ପ୍ରତିଘାତ ପ୍ରତି ସତର୍କତା ଅବଲମ୍ବନ ନ କରିବେ ତାହେଲେ କଷ୍ଟ ହେବ। ଅନ୍ୟାନ୍ୟ ସବୁ ଦିଗରୁ ଭଲ ଦିନଟି ହସ ଖୁସିରେ କଟିଯିବ। ହର୍ଷ ଉଲ୍ଲାସରେ ମଜ୍ଜି ରହି ଆନନ୍ଦିତ ହେବେ। ରାତି 8ଟା ଯାଏ ବିଭିନ୍ନ ଉନ୍ନତିମୂଳକ କର୍ମରେ ବ୍ୟସ୍ତ ରହି ରୋଜଗାର ପାଇଁ ନୂଆ ନୂଆ ଯୋଜନା କରିବେ। ତା ପରଠାରୁ କିଛି କାର୍ଯ୍ୟକାରୀ ହେବ। ରାତି 8ଟା ପରେ ପରେ ଆୟ ବଢ଼ିଯିବ। ଯେଉଁ ଯୋଜନା କରିଥିବେ ଶୀତ ତ କମି ଆସିଲାଣି ନା, ତେଣୁ ବ୍ୟବସାୟୀମାନଙ୍କର ବ୍ୟବସାୟ କ୍ଷେତ୍ରକୁ ବହୁ ଗ୍ରାହକ ଆସିବେ। ବିକ୍ରି ହେଉନଥିବା ଜିନିଷ, ପଡ଼ି ରହିଥିବା ଦ୍ରବ୍ୟ ବସ୍ତୁ ସବୁ ରାତି 8ଟା ପରେ ବିକ୍ରି ହେଇଯିବ। ଲୋକେ ଖୋଜିବେ, ମୁଣ୍ଡ ବ୍ୟଥା କମିଯିବ। ବହୁତ ଦିନରୁ ବ୍ୟସ୍ତ ବିବ୍ରତ ହେଉଥିବେ, ଏ ବ୍ୟବସାୟ ଚାଲୁନି, କ'ଣ କରିବା? ବିଧାତା ଏକ ସୁଯୋଗ ଦେବ ଆଜି। କନ୍ୟା ରାଶିର ସମସ୍ତ ଲୋକ ଯିଏ ଯେଉଁ ବୃତ୍ତି କରି ବଞ୍ଚୁଛନ୍ତି ସେମାନଙ୍କର ଆଜି ସେ ସମସ୍ତ ବୃତ୍ତିର ବିଶେଷ ବିକାଶ ହେବ। ଲୋକ ଆଦର କରିବେ, ସାମାଜିକ ପ୍ରତିପତ୍ତି ବଢ଼ିବ। ପାରିବାରିକ ସୁଖ ଆସିବ। ବଢ଼ିଆ ଭୋଜନ, ସୁଖକର ନିଦ୍ରା ଆଉ ଆନନ୍ଦମୟ ପରିବେଶ ଆଜି ଆପଣଙ୍କୁ ଉତ୍ଫୁଲ୍ଲିତ କରିବ। ତୁଳା କଥା ବୁଝିବାନି। 31 ତାରିଖ ଶନିବାର ତୁଳା ରାଶିର ଲୋକେ ଅସନ୍ତୋଷରେ ଦିନ କାଟିବେ। ଜଗି ରଖି ଭାବି ଚିନ୍ତି
ବୁଝି ବିଚାରି କର୍ମ ନ କଲେ ଅପମାନିତ ହେବେ। ଭାଗ୍ୟାଧିପ ବୁଦ୍ଧ ଏବେ ଚତୁର୍ଥରେ। ମକରରେ ଅତି ଅଳ୍ପ ସୁଖ ଓ ଶାନ୍ତି ମିଳିପାରେ। ଆୟ ବ୍ୟୟ ପ୍ରାୟ ସମାନ ରହିବ। ଦେହ ଭଲ ରହିବ। ରାତି 8ଟା ପରେ ଭଲ ସମୟ ଆସିବ। ଆଶା କରୁଥିବା କାମ ହୋଇଯିବ। ଆୟ ବି ହେବ। ଗୋଟେ କଥା ହେଉଛି, ଯିଏ ଅସନ୍ତୋଷିଆ ତାକୁ ଯେତେ ଦିଅ ଯାହା ଦିଅ ତା ମନ ବୁଝିବନି। ଆଉ ଯିଏ ସନ୍ତୋଷୀ ସନ୍ତୁଷ୍ଟ ହୁଏ ତା ପାଇଁ ଭଲ କ'ଣ ମନ୍ଦ କ'ଣ। ମୋଟାମୋଟି ଆଜି ତୁଳା ରାଶିର ସମସ୍ତ ଜନତା ଟିକେ ଅସନ୍ତୋଷ ହେବେ। ଆୟ ବ୍ୟୟ ପ୍ରାୟ ସମାନ ହେବ। ତେଣୁ ଯଦି ଆଗରୁ ଋଣ ଥାଏ, ଆବଶ୍ୟକତା ବେଶୀ ଥାଏ, ତାହେଲେ ତ ଅସନ୍ତୋଷ ଲାଗିବ ନା। ଏଣୁ ଦିନଟି ଖାଲି ଧାଁ ଦୌଡ଼ାରେ ଯିବ। ଶୀତ ଦିନ ନ ହେଇଥିଲେ ଝାଳ ଗମ ଗମ ବୋହିଥାନ୍ତା, ଛାତି ଧଡ଼ ଧଡ଼ ହେବ, ମନ ଖୋଜୁଥିବ ବିଶ୍ରାମ ନେବା ପାଇଁ। କିନ୍ତୁ କାମ ଆଖି ଆଗରେ ଏତେ ଲମ୍ବା ଥିବ ଯେ ବିଶ୍ରାମ ନେଇ ହେବନି। ରାତି 8ଟା ପରେ ଟିକେ ନିଶ୍ୱାସ ପ୍ରଶ୍ୱାସ ଭଲ ଭାବରେ ନେବେ। ସମସ୍ତ ଯୋଜନା କେତେ ଆଗେଇଲା କେତେ ପଛେଇଲା ବିଚାର କରିବେ। ଆଉ ଶାନ୍ତିରେ ମୁଠେ ଖାଇବେ, ଆନନ୍ଦରେ ଶୋଇବେ। ଏ ହେଲା ତୁଳା ରାଶିର ବିଷୟବସ୍ତୁ। ବିଷୟ କଥା ଶୁଣିବା। 31 ତାରିଖ ଶନିବାର, ବିଛା ରାଶି ମହିଳାଙ୍କର ଘାତ ଚନ୍ଦ୍ର। ରାତିରେ ମହିଳାଙ୍କର ଘାତ ଚନ୍ଦ୍ର। ରାତି 8ଟା ପରେ ସାବଧାନ। 31 ତାରିଖ ଶନିବାର, ବିଛା ରାଶି ମହିଳାଙ୍କର ଘାତ ଚନ୍ଦ୍ର। ବିଛା ରାଶି ପାଇଁ ଏକ ସଙ୍କଟପୂର୍ଣ୍ଣ ଦିନ ଆଜି। ସଙ୍କଟ ଅର୍ଥ କ'ଣ? ଦୁଃଖ ପରେ ଦୁଃଖ, ଦୁଃଖ ପରେ ଦୁଃଖ ହେଲା। ଏ ଆଖିରୁ ଲୁହ ପୋଛା ସରିନଥିବ, ଏ ଆଖିରୁ ଲୁହ ବୋହିଯିବ। ସଙ୍କଟ ପରେ ସଙ୍କଟ ଆସିବ। ହଠାତ୍ ଦେହ ଖରାପ ହେବ। ଏହି ଅସୁସ୍ଥତା ରାତି 8ଟା ଯାଏ ବଳବତ୍ତର ରହିବ। ଦିନଟା ଦୁଃଖମୟ। ରାତି 8ଟା ଯାଏ ଦେହ ଅସୁସ୍ଥ ରହିବ, ମନ ବିଚଳିତ ହେବ, ଭାରି ଖରାପ ଲାଗିବ, କୁଆଡ଼େ ଯିବାକୁ ଇଚ୍ଛା ହେବନି। 8ଟା ପରଠାରୁ କ୍ରମଶଃ ସୁସ୍ଥ ହେବେ। ବିଛା ରାଶି ଲୋକମାନେ ରାତି 8ଟା ପରଠାରୁ କ୍ରମଶଃ ଧୀରେ ଧୀରେ ସୁସ୍ଥ ହେବେ। ମାତ୍ର ବାହାରକୁ ନ ଗଲେ ଟିକେ ଭଲ। ରାତିରେ କାହିଁକି ବାହାରକୁ ଯିବା ଆମେ? ମନା କରାହେଉଛି ରାତିରେ ଯିବାନି। ମୁଁ ଯିବି କହିଲେ ଯା, ଅପମାନ ପାଇବ। ରାତି 8ଟା ପରେ ବାହାରକୁ ନ ଗଲେ ଭଲ। ଯଦି ଅତି ଜରୁରୀ ତାହେଲେ ଯେତେ ନୀରବତା ରକ୍ଷା କରିବା ସେତେ ଭଲ। ନହେଲେ ଅପମାନ ରାକ୍ଷସ ବୁଲୁଛି, ଜାବୁଡ଼ି ଧରିବ, ଉପର ମୁଣ୍ଡ ତଳକୁ ହେଇଯିବ। ଆଲୋ ସଖୀ, ଆପଣା ମୁହଁ ତ ଆପେ ରଖି। ଉପର ମୁହଁ ତଳକୁ ହେଲେ ମଣିଷ ଜୀବନ ଦିକଡ଼ା। ଦିନରେ ଅସୁସ୍ଥତା, ରାତିରେ ଅପମାନ ଲାଗିଲେ କେମିତି ଲାଗିବ କୁହନି ଟିକେ। ତେଣୁ ଯଦି ଜରୁରୀ ନାହିଁ ରାତି 8ଟା ପରେ ବାହାରକୁ ଯିବା ନାହିଁ। 31 ତାରିଖ ଶନିବାର, ଧନୁ ରାଶିର ଲୋକେ ରାତି 8ଟା ଯାଏ ମନମୁଖୀ ଆୟ କରି କେତେ ସୁଖରେ ରହିବେ ମ। ଧନୁ ରାଶି ପାଇଁ ଆଜି ବଢ଼ିଆ ଦିନ। ମନ ଲାଖି ସେ ଆଜି ଆନନ୍ଦ ଉଲ୍ଲାସରେ ମାତିବେ, ଆୟ କରିବେ। ଆୟ ରୋଜଗାରରୁ ଅମଳ ଅର୍ଥରେ ଜୀବନ ଉପଭୋଗ କରିବେ। ମଜାଦାର ଦିନ ଆଜି। ତେଣୁ 31 ତାରିଖ ଶନିବାର, ଧନୁ ରାଶିର ଲୋକେ ରାତି 8ଟା ଯାଏ ମନ ଲାଖି ମନମୁଖୀ
ଆୟ ଅମଳ କରି ଖୁସି ହେବେ। ସବୁ କର୍ମଜୀବୀଙ୍କୁ ଆଜି ମନାନୁଯାୟୀ କର୍ମ ମିଳିବ। କର୍ମଠ କର୍ମଜୀବୀଙ୍କ ପାଇଁ ଆୟ ଧୀରେ ଧୀରେ ବଢ଼ିଯିବ ବା ସେମାନେ ଯଥେଷ୍ଟ ଉଦ୍ୟମ କରି ନ ହେଉଥିବା କାମକୁ କରି ଆଜି ସୁନାମର୍ଜନ କରିବେ। ରାତି 8ଟା ଯାଏ ଆୟ ବଢ଼ି ବଢ଼ିଯିବ, ଦେହ ଠିକ୍ ରହିବ। ମାତ୍ର 8ଟା ପରଠାରୁ ଗଲା। ରାତି 8ଟା ପରଠାରୁ ଦେହ ଅସୁସ୍ଥ ହେବ। ରାତି କଥା, ଶୀତ ବି ହେଉଛି ନା। ରାତି 8ଟା ପରେ ପୂର୍ବାଷାଢ଼ା ନକ୍ଷତ୍ରର ଦେହ ଟିକେ ଅଧିକ ଅସୁସ୍ଥ ହେବ। ରାତି 1:30 ପରେ ଏ ସମସ୍ୟା ବଢ଼ିଯିବ। ସାବଧାନ। ପୂର୍ବାଷାଢ଼ା ପାଇଁ ଟିକେ ଅଶୁଭ। ତେଣୁ ଏଇ ପୂର୍ବାଷାଢ଼ା ନକ୍ଷତ୍ର ବ୍ୟକ୍ତି ସମୁଦାୟ ସତର୍କ ରହିଲେ ନିଜ ପାଇଁ ଭଲ, ମୋ ପାଇଁ ନୁହଁ। 31 ତାରିଖ ଶନିବାର ମକର ରାଶିର ଲୋକେ ଜୀବନକୁ ଉପଭୋଗ କରିବେ। ଆନନ୍ଦରେ ତାଙ୍କ ପାଖକୁ ସମୟ, ଧନ ଓ ସାହାଯ୍ୟ ସହଯୋଗ, ଖାଦ୍ୟ ଶଯ୍ୟା ଆଦି ପାଖେଇ ଆସିବ। ମାନେ ଏତେ ବଢ଼ିଆ ଦିନ। 31 ତାରିଖ ଶନିବାର ମକର ରାଶିର ଲୋକେ ଜୀବନକୁ ଉପଭୋଗ କରିବା ପାଇଁ ସମୟ, ଧନ, ସାହାଯ୍ୟ ସହଯୋଗ, ଖାଦ୍ୟ ଶଯ୍ୟା ଆଦି ଯଥା ସମୟରେ ପାଇବେ। ଏମନ ଭାବୁଥିଲା ଠାଇ ଯାହା, କାଳେ ପ୍ରାପ୍ତ ହୋଇ ତାହା। ଆଜି ସେମାନଙ୍କୁ ସେମାନଙ୍କର ମନ ଲାଖି ଜନ, ଧନ, ମାନ ସବୁ ମିଳିଯିବ। ଆଗ ରାତି 8ଟା ଯାଏ ବିବିଧ ଲାଭ ହେବ। ନାନା ମୁନିନାଂ ମତୟଶ୍ଚ ଭିନ୍ନା। ନାନା ମୁନିଙ୍କର ଯେଣୁ ନାନା ମତ, ଏଣୁ ଲାଭ ବି ଭିନ୍ନ ଭିନ୍ନ ରୂପରେ ଆସିବ। କିଏ କ'ଣ ଚାହୁଁଛି? ମୁଁ ଚାହୁଁଛି ଖଣ୍ଡେ ମିଠା ପାନ ଦିଅ ନା, ମୋର ସେଇଟା ହେଲେ ମୋ ଦିନଟା ଭଲରେ ଯିବ। କିନ୍ତୁ ଆପଣ କ'ଣ ଚାହାନ୍ତି? ଦେନି ଗୋଟେ ମୁଁ ଟାଣେ। କାହାର କ'ଣ ଲାଭ ଦରକାର ନା। ହଁ, କାହା ପାଟି କ'ଣ ଚାହେଁ ହେଲା। ଆଉ ମଦନା ସେଠି ବସି ତାକୁ ଯଦି ବଢ଼ିଆ ଆହାର ମିଳିଗଲା, ତେଣୁ କିଏ କ'ଣ ଚାହେଁ ପରା। ବ୍ୟକ୍ତି ଯେହେତୁ ଭିନ୍ନ ଭିନ୍ନ, ମନ ତେଣୁ ଭିନ୍ନ ଭିନ୍ନ, ଲାଭ ହିଁ ଭିନ୍ନ ଭିନ୍ନ। ମାନେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ଦ୍ରବ୍ୟ, ବସ୍ତୁ, ପଦାର୍ଥ ଲାଭ ହେବ। ନାନା ପ୍ରକାର ଲାଭ ହେବ। ତେଣୁ ଭିନ୍ନ ଭିନ୍ନ ଲାଭ ପାଇ ସମସ୍ତେ ଖୁସି ହେବେ। ଅଲଗା ଅଲଗା ଲୋକଙ୍କୁ ଅଲଗା ଅଲଗା ସୁଖ ମିଳିବ। ରାତି 8ଟା ପରେ ରୋଜଗାର ବଢ଼ିଯିବ। ଦିନରେ ଲାଭ, ରାତିରେ ଆୟ। ବାରେ ଭାଗ୍ୟ। ତେଣୁ ରୋଜଗାର ବଢ଼ିଯିବ। ଅର୍ଥାତ୍ ବ୍ୟବସାୟୀମାନେ, ଏଇ ମକର ରାଶିର ବ୍ୟବସାୟୀମାନେ ଆଜି ମାଲେମାଲ ହେବେ। ରାତି ବଢ଼ୁଥିବ, ଗ୍ରାହକ ବଢ଼ୁଥିବେ, ବ୍ୟବହାର ବଢ଼ୁଥିବ, ଆୟ ବଢ଼ୁଥିବ। ଆଉ ଯେଉଁମାନଙ୍କ ନାଇଟ୍ ଡ୍ୟୁଟି, ଏକ୍ସଟ୍ରା ୱାର୍କ କରନ୍ତି, ତାଙ୍କୁ ମଧ୍ୟ ଲାଭ ହେବ। ହଁ, 31 ତାରିଖ ଶନିବାର କୁମ୍ଭ ରାଶିର ଜନତା ବହୁତ ଖୁସି ହେବେ। ବ୍ୟକ୍ତି ଚରିତ୍ର ପାଇଁ ପ୍ରାୟତଃ ସ୍ୱତନ୍ତ୍ର ସୁଖ ଲାଭ ହେବ। ତାହା ହୁଏତ ମୌଳିକ, ଲୌକିକ, କୌଳିକ, ଆର୍ଥିକ, ପାରିବାରିକ ବା ପାରମାର୍ଥିକ ସୁଖ ସମସ୍ତଙ୍କୁ ମିଳିବ। କୁମ୍ଭ ରାଶିର ଲୋକଙ୍କୁ ସୁଖ ମିଳିବ। ମକରକୁ ଲାଭ ମିଳିଲା, ସୁଖ ମିଳିବ ହେଲା। ତେଣୁ ସେ ସୁଖ ମୌଳିକ ହେଇପାରେ, କୌଳିକ ହେଇପାରେ, ଲୌକିକ ହେଇପାରେ, ଆର୍ଥିକ, ଶାରୀରିକ ବା ପାରମାର୍ଥିକ ହୋଇପାରେ। ଏଇ ସୁଖ ରାତି 8ଟା ଯାଏ ବଳବତ୍ତର ରହିବ। 8ଟା ପରେ ଆର୍ଥିକ ଲାଭ ହେବ। ଆର୍ଥିକ ଲାଭ ହେବ।
ଉପହାର ମିଳିବ, ସହଯୋଗ ବଢ଼ିଯିବ। ଘରେ ବାହାରେ ସବୁଆଡ଼େ ଆଦର ସମ୍ମାନ ପାଇବେ। ପୂର୍ବ କଳହ, ପୂର୍ବ ଶତ୍ରୁତାର ଅବସାନ ହେବ। ଆଜି କୁମ୍ଭ ରାଶିର ରୋଗୀମାନେ ବି ସୁସ୍ଥତା ଅନୁଭବ କରିବେ। କୁମ୍ଭ ରାଶିର ଦରିଦ୍ର ଲୋକ ବି ଧନ ପାଇବେ। ହଁ, ଇତ୍ୟାଦି। ମୀନ ରାଶି 31 ତାରିଖ ଶନିବାର ମୀନ ରାଶି ପାଇଁ ରାତି 8ଟା ଯାଏ ସଙ୍କଟପୂର୍ଣ୍ଣ ସମୟ। ଶନିବାର ମୀନ ରାଶି ପାଇଁ ରାତି 8ଟା ଯାଏ ସଙ୍କଟପୂର୍ଣ୍ଣ ସମୟ। କୁମ୍ଭ ରାଶିର ମହିଳାମାନଙ୍କ କଥା ଜାଣିଛନ୍ତି ତ? କୁମ୍ଭ ରାଶିର ମହିଳାମାନେ ଆଜି ଘାତଚନ୍ଦ୍ର ସାବଧାନ। ଘାତଚନ୍ଦ୍ର କୁମ୍ଭ ରାଶିର ମହିଳାଙ୍କର ଏତେ ଆନନ୍ଦରେ ଟିକେ ନିରାନନ୍ଦ ଘାତଚନ୍ଦ୍ର। କିନ୍ତୁ ମୀନ ରାଶିର ଆଜି ରାତି 8ଟା ଯାଏ ସଙ୍କଟପୂର୍ଣ୍ଣ ସମୟ। ଦେହ ଖରାପ ହେବ, ଚିଡ଼ଚିଡ଼ା ଲାଗିବ, କାମ କରିବା ପାଇଁ ଇଚ୍ଛା ହେବନି, ବିଶ୍ରାମ ପାଇଁ ଦେହ ଖୋଜିବ। ଖାଲି କାମ ନ କଲେ, ମୁଁ ନ ଗଲେ କାମ ହେବନି, ଏହି ଚିନ୍ତା ମୁଣ୍ଡକୁ ବିବ୍ରତ କରିବ। ରାତି 8ଟା ପରେ ଦେହ ଭଲ ହେଇଯିବ, ମନ ସୁସ୍ଥ ହୋଇଯିବ, ଆୟ ବଢ଼ିଯିବ। ଯେଉଁମାନଙ୍କର ରାତି 8ଟା ପରେ କାମ ଅଛି ସେମାନଙ୍କର ଲାଭ ହେବ। ଯଥା ବ୍ୟବସାୟୀମାନେ, ଶୀତ କମିଯାଇଛି, ତେଣୁ ମୀନ ରାଶିର ବ୍ୟବସାୟୀମାନେ ରାତିରେ 8ଟା ପରେ, ରାତି 8ଟା ପରେ ତାଙ୍କ ବ୍ୟବସାୟ କ୍ଷେତ୍ରରୁ ଆୟ ଅମଳ କରିବେ, ଲାଭ ହେବ, ଗ୍ରାହକ ବଢ଼ିବେ। ସେଇଭଳି ଯେଉଁ ଚିକିତ୍ସକ, ଆଇନଜୀବୀ ବା ଅନ୍ୟ ବୃତ୍ତିଧାରୀ ଯେଉଁମାନଙ୍କର ରାତିରେ ଇନକମ୍ ହୁଏ, ଆୟ ହୁଏ, ସେମାନେ ସମସ୍ତେ ରାତି 8ଟା ପରେ ଯାହା କିଛି ଲାଭ, ଆୟ ରୋଜଗାର କରିବେ। କିନ୍ତୁ ରାତି 8ଟା ପର୍ଯ୍ୟନ୍ତ ଦେହ ମନ ସୁସ୍ଥ ରହିବନି। ସବୁ ଦିଗରୁ ବିପଦ ମାଡ଼ି ଆସିବ। ଯିଏ ଧୈର୍ଯ୍ୟବାନ ଆଉ ବୁଦ୍ଧିମାନ ତା ପାଖରେ ଏ ବିପଦ କ'ଣ କି? କେବେ କୌଣସି ବୁଦ୍ଧିମାନ ଲୋକ ଆଉ ଧୈର୍ଯ୍ୟବାନ ଲୋକ ବିପଦକୁ ଖାତିର କରିନାହାନ୍ତି। ସେମାନେ କହନ୍ତି, କ'ଣ କହନ୍ତି? ଗଲେ ପଛେ ଯାଉ ଯିବ, ଯାହା ହେବ ଦେଖାଯିବ, ଗିରି ଶିଖେ ଲୟ ରଖି ଚାଲିବି ମୁକର। ବନ୍ଧୁ ରହିଲି, ଆଜି ଏତିକି। ନମସ୍କାର।